ଆପଣଙ୍କ ଡିମାଣ୍ଡ ଅନୁସାରେ ଏବେ ମୋର ଅନେକ ବହି ଅନଲାଇନରେ ଉପଲବ୍ଧ, ଯେମିତି ଗ୍ରାମ ପଞ୍ଚାୟତ ଆଉ ଲୋକଙ୍କ କ୍ଷମତା। ଆଉ ଗୋଟିଏ ବହି ହେଲା ସରକାରୀ ଯୋଜନା ଆଉ ହିତାଧିକାରୀ। ଏ ଦୁଇଟି ବହିରେ ଆପଣ ପଞ୍ଚାୟତର କ୍ଷମତା କ'ଣ, ପଞ୍ଚାୟତରେ ଆପଣଙ୍କର ଭୂମିକା କେତେ, ଆଉ ନିଷ୍ପତ୍ତି ନେବାରେ ଲୋକମାନଙ୍କର ଭୂମିକା ବିଷୟରେ ଆଲୋଚନା କରାଯାଇଛି। ଆର ବହିରେ ପଞ୍ଚାୟତରେ ଚାଲୁଥିବା 60ରୁ ଅଧିକ ଯୋଜନା ବିଷୟରେ ଆଲୋଚନା କରାଯାଇଛି। ଆଉ ଗୋଟିଏ ବହି ହେଲା ସୂଚନା ଅଧିକାର ଆଇନ। ଏ ବହିରେ ଆପଣ ସୂଚନା ଅଧିକାର ଆଇନ କ'ଣ, କାହାକୁ ଆବେଦନ କରିବେ, ଫର୍ମ କେମିତି ପୂରଣ କରିବେ, ଏଥିପାଇଁ କେତେ ଫିସ୍ ଦେବାକୁ ପଡ଼ିବ, ଏ ବିଷୟରେ ଡିଟେଲ୍ସ ଆଲୋଚନା କରାଯାଇଛି। ଆଉ ଗୋଟିଏ ବହି ହେଲା ଆମ ଆଇନ କ'ଣ କହୁଛି। ଏଥିରେ ସାଧାରଣ ଲୋକମାନଙ୍କ ପାଇଁ ଯେଉଁ ସବୁ ସାଧାରଣ ନିୟମର ଆବଶ୍ୟକତା ରହିଛି ସେ ବିଷୟରେ ସଂକ୍ଷିପ୍ତ ଆଲୋଚନା କରାଯାଇଛି। ଆଉ ଗୋଟିଏ ବହି ହେଲା ଆମ ଅଧିକାର। ନାଗରିକ ହିସାବରେ ଆପଣଙ୍କର ଅଧିକାର କ'ଣ, ଦାୟିତ୍ୱ କ'ଣ, କର୍ତ୍ତବ୍ୟ କ'ଣ, ଆଉ ଯେଉଁ ଜାଗାରେ ଅନୀତି, ଅନିୟମିତତା, ଦୁର୍ନୀତି ହେଉଛି ସେ ଜାଗାରେ ଆପଣ କେମିତି ଗ୍ରିଭାନ୍ସ ଦେବେ ବା ଅଭିଯୋଗ କୋଉଠି କରିବେ, ଟୋଲ ଫ୍ରି ନମ୍ବର କ'ଣ, ଏ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଆଉ ଗୋଟିଏ ବହି ହେଲା ପାର୍ଟ ଟାଇମ୍ କାମ। ଏ ବହିରେ ବିଭିନ୍ନ ପ୍ରକାର ଅନଲାଇନ୍ କାମ ଆଉ ଅଫଲାଇନ୍ କାମ ବିଷୟରେ ଯାହା ଆପଣ କରି ରୋଜଗାର କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଛି। ଆଉ ଗୋଟିଏ ବହି ହେଲା ବିଜନେସ୍ ଆଇଡିଆ, ପ୍ଲାନ୍ ଏବଂ ସଫଳତା। ଏଥିରେ ଆପଣ କ'ଣ କରିବେ, ନିଜର ବିଜନେସ୍ ଆଇଡିଆ କେମିତି ଜେନେରେଟ୍ କରିବେ, କେମିତି ପ୍ରସ୍ତୁତ କରିବେ, ଆଉ କେମିତି ଆପଣ ପ୍ରୋଜେକ୍ଟ କରିବେ, କେମିତି ସଫଳତା ପାଇବେ, କୋଉ କୋଉ ପ୍ରୋସିଜର ଦେଇ ଯିବେ, ଏ ବିଷୟରେ ଡିଟେଲ୍ସ ଆଲୋଚନା କରାଯାଇଛି। ଆଉ ଗୋଟିଏ ବହି ହେଲା ସ୍ମରଣ ଶକ୍ତି ବଢ଼ାଇବାର ଉପାୟ। ଏ ବହିଟି ସାଧାରଣତଃ ସ୍କୁଲ କଲେଜ ପିଲାଙ୍କ ପାଇଁ ବିଶେଷ ଉପଯୋଗୀ, ଆଉ ଗାର୍ଡିଆନ ମାନଙ୍କ ପାଇଁ ମଧ୍ୟ ଏହା ଦରକାର। ଏ ବହିରେ ଆପଣ ସ୍ମରଣ ଶକ୍ତି କେମିତି ବଢ଼ାଇବେ, ଏଥିପାଇଁ କ'ଣ କ'ଣ କରିବେ, ମାନେ ଆୟୁର୍ବେଦିକ ଉପଚାର କ'ଣ ଅଛି, ଘରୋଇ ଉପଚାର କ'ଣ ଅଛି ସ୍ମରଣ ଶକ୍ତି ବଢ଼ାଇବା ପାଇଁ, ଏ ବିଷୟରେ ଆଲୋଚନା କରାଯାଇଛି। ଆଉ ପରୀକ୍ଷାକୁ ଯିବା ପୂର୍ବରୁ କେତିକି ଜାଣିବା କଥା ଏ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଆଉ ଗୋଟିଏ ବହି ହେଲା ସରଳ ଚିକିତ୍ସା। ଏ ବହିରେ ସାଧାରଣତଃ 6ଟି ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରାଯାଇଛି, ଯେମିତି ଡାଇବେଟିସ୍, ଗ୍ୟାଷ୍ଟ୍ରିକ୍, ବ୍ଲଡ ପ୍ରେସର, ସହବାସର କ୍ଷମତା, ମୋଟାପା ଆଉ ଜଏଣ୍ଟ ପେନ୍, ଏହାର କାରଣ, ନିରାକରଣ, ଘରୋଇ ଉପଚାର ଆଉ ଆୟୁର୍ବେଦିକ ଉପଚାର କ'ଣ ହେଇପାରିବ, ଏ ବିଷୟରେ ଆଲୋଚନା କରାଯାଇଛି। ଆଉ ଗୋଟିଏ ବହି ହେଲା ସମ୍ପୂର୍ଣ୍ଣ ବାସ୍ତୁଶାସ୍ତ୍ର। ଏଇ 10ଟି ବହିକୁ ଆପଣ ଏବେ ଅନଲାଇନରେ ଅର୍ଡର କରିପାରିବେ। ଆପଣ ଯେମିତି ଜାଣିଛନ୍ତି ମୋର ଯେଉଁ ୱେବସାଇଟ୍ ଅଛି atnstore.blogspot.com, ସେଥିରୁ ଆପଣ ଏଇ 10ଟି ବହିକୁ ଅର୍ଡର କରିପାରିବେ। ଏହା ବ୍ୟତୀତ ଅନ୍ୟ ବହି ମଧ୍ୟ ଅଛି, ତାକୁ ମଧ୍ୟ ଆପଣ ଅର୍ଡର କରିପାରିବେ। atnstore.blogspot.com ର ଆଡ୍ରେସ୍ ମୁଁ ଉପରେ ମଧ୍ୟ ଦେଇଦେଉଛି, ଟ୍ୟାକ୍ସ ବାର ମଧ୍ୟ ଚାଲିଛି, ଏବଂ atnstore.blogspot.com ର ଲିଙ୍କ ମୁଁ ଡେସ୍କ୍ରିପସନ ବକ୍ସରେ ଦେଇଦେଉଛି, ସେଠୁ ଆପଣ ଏହାକୁ ଅର୍ଡର କରିପାରିବେ। ଏହା ବ୍ୟତୀତ এই ବହିକୁ ଆପଣ ସେବାନିକେତନ ମାର୍ଟରୁ ମଧ୍ୟ ଅର୍ଡର କରିପାରିବେ। ଏହା ବ୍ୟତୀତ ଏହି 10ଟି ବହିକୁ ଆପଣ ଆମାଜନରୁ ମଧ୍ୟ ଅର୍ଡର କରିପାରିବେ। ଏବେ ଆପଣ ଏ ବହିଗୁଡ଼ିକୁ ଅନଲାଇନ୍ ଅର୍ଡର କରନ୍ତୁ ଏବଂ ପଢ଼ିବାର ସୁଯୋଗ ନିଅନ୍ତୁ।